ଅନଲାଇନ୍ ଷ୍ଟଡି ଜ୍ଞାନ ମୁଁ ସ୍ୱାଗତ କରୁଛି। ଆଜି ଆଉ ଗୋଟେ ଭିଡ଼ିଓକୁ ନେଇକି ମୁଁ ତୁମମାନଙ୍କ ସାଙ୍ଗରେ ଆସିଛି। ଇଏ ହେଉଛି ଅଷ୍ଟମ ଶ୍ରେଣୀର ସଂସ୍କୃତ ବହିର ତାର ସ୍କିମ୍ ଅଫ୍ ଲେସନ୍ ପ୍ଲାନ୍ ଜାଣିବା। ତା କୋଉ ମନ୍ଥରେ କୋଉ ପାଠ ଆମେ ପଢ଼ିବା ବା କୋଉ ମନ୍ଥରେ ଆମର FA1 ରୁ ନେଇକି FA4 ପର୍ଯ୍ୟନ୍ତ, SC1 ରୁ ନେଇକି SC2 ପର୍ଯ୍ୟନ୍ତ ପରୀକ୍ଷା ହେବ। ଆମେ ସେସବୁ ଜିନିଷ ଜାଣିପାରିବା। ଏଥିରେ ଦେଖ, ଏଥିରେ ଏପ୍ରିଲ ମାସରେ ଅଛି 22ଟି ପିରିୟଡ଼ ଆମକୁ ଦେଖିବାକୁ ପଡ଼ିବ। ଆଉ ଏଥିରେ ପରିବେଶ ପ୍ରଥମ ପାଠ ହେଉଛି ଯେଉଁଟାକି ମାତୃ ଶବ୍ଦର ପ୍ରୟୋଗ ହେବ। ମାତୃ, ଦାତୃ, ପିତୃ, ଦୁହିତୃ, ଜାତୃ, ଶତ୍ରୁ ଇତ୍ୟାଦି ପରି ଏସବୁ ଶବ୍ଦର ପ୍ରୟୋଗ ହେବ। ଗୋଟିଏ ଶବ୍ଦକୁ ଆମେ ନେଇକି ଯଦି ଜାଣିବା ତାହେଲେ ଅନ୍ୟାନ୍ୟ ଶବ୍ଦ ଗୁଡ଼ିକ ମଧ୍ୟ ତୁମେମାନେ ଜାଣିଯିବ। ପ୍ରକଳ୍ପ କାର୍ଯ୍ୟ ଯେଉଁଟାକି ପରିବେଶ ସୁରକ୍ଷା ରଖିବା ପାଇଁ ତୁମେ କ'ଣ କରିପାରିବ ସେ ବିଷୟରେ 5ଟି ବାକ୍ୟରେ ଲେଖ ବୋଲି କୁହାଯାଇଛି। ଯେଉଁଟାକି ତୁମମାନଙ୍କୁ ଏଇଟା ସାର୍ମାନେ କହିବେ, ଯେଉଁ ସାର୍ ଯେମିତି ଯେଉଁ ସ୍କୁଲରେ ଅଛନ୍ତି। ଯଦି ସ୍କୁଲରେ ନାହାନ୍ତି ତୁମେମାନେ ଆମ ଚ୍ୟାନେଲ୍ ମାଧ୍ୟମରେ ମଧ୍ୟ ଏସବୁ ଜିନିଷ ଜାଣିପାରିବ। ମେ ମାସ ସମର ଭ୍ୟାକେସନ୍ ହୁଏ ଆଉ ହୋମୱାର୍କ ଅଛି। ସେଇ ହୋମୱାର୍କ ସମର ଭ୍ୟାକେସନ୍ଟା ଆମେ ଏଇ ଚ୍ୟାନେଲ୍ରେ ଦେଇଦେବୁ, ତୁମେମାନେ ତାହା କରିନେବ। ଜୁନ୍ ମାସରେ 10ଟି ପିରିୟଡ଼ ହେବ। ନୀତି ମଞ୍ଜରୀର ଶ୍ଲୋକ ପ୍ରଥମ ତିନୋଟି ହେଲା, ସେ ପ୍ରଥମ ତିନୋଟି ଶ୍ଲୋକଟା ଏଥିରେ କରିଯିବ। ଆଉ ବ୍ୟାକରଣରେ ହେଉଛି ଗଚ୍ଛତ୍, କ୍ରୀଡ଼ତ୍, ପଠତ୍, ରାଜନ୍, ଏହି ଶବ୍ଦ ଗୁଡ଼ିକୁ ଆମକୁ ଜାଣିବାକୁ ପଡ଼ିବ। ବିଭିନ୍ନ ବୌଦ୍ଧପୀଠ ଛବି ଏବଂ କଳାକୃତିର ଚିତ୍ର ସଂଗ୍ରହ କରି ଏକ ଆଲବମ୍ ପ୍ରସ୍ତୁତ କର ବୋଲି କୁହାଯାଉଛି। ଯେଉଁଟାକି ଏଇଟା ତୁମେ ବୌଦ୍ଧ ପୀଠ କିମ୍ବା କିଛି କଳାମାନଙ୍କୁ ନେଇକରି ତୁମେ ଯେପରି ଆଲବମ୍ ଆମେ କରିଥାଉ ସେସବୁ ଜିନିଷ ତୁମେ ସଂଗ୍ରହ କରି କରିବ। ଆଉ ଏଥିରେ ଜୁନ୍ ମାସରେ ତୁମର FA1 ପରୀକ୍ଷାଟି ହେବ। ଜୁନ୍ ମାସରେ FA1 ପରୀକ୍ଷା ହେଇଯିବ। ନେକ୍ସଟ ଜୁଲାଇ 25 ତାରିଖ ଯଦି ଆସିବା, ସାଧୁ ଗୋପାଳ କୃଷ୍ଣ, ଜୟରାଜଗୁରୁ ଆଉ ନୀତି ମଞ୍ଜରୀର ଶ୍ଲୋକ ଶେଷ। ଯେଉଁ ନୀତି ମଞ୍ଜରୀ ଟୋଟାଲ୍ 9ଟି କେତୋଟି ଶ୍ଲୋକ ଅଛି, ସେ ସବୁ ଶ୍ଲୋକ ଗୁଡ଼ାକ ସେଥିରେ ଶେଷ ହେଇଯିବ। ଅଗଷ୍ଟ ମାସକୁ ଯଦି ଚାଲି ଆସିବା, ଅଗଷ୍ଟରେ 22ଟି ପିରିୟଡ଼ ହେବ। କୃଷକ, ଯତ୍ନୀନ ସିଦ୍ଧି ଆଉ ସୁକ୍ତୟଃ ବୋଲି କୁହାଯାଉଛି। ସେଇ ସୁକ୍ତୟଃ ଏସବୁ ଜିନିଷ ମଧ୍ୟ ସରିଯିବ। ଆଉ ଏଇଟା ଭଲ କରି ଦେଖିଯିବ। ଏପଟେ ସଂସ୍କୃତର ବିଭିନ୍ନ ବୃକ୍ଷର ନାମ ଲେଖ ବୋଲି କୁହାଯାଇଛି। ଆଉ ଏଇ ଅଗଷ୍ଟ ମାସରେ ତୁମର FA2 ପରୀକ୍ଷାଟି ହେଇଯିବ। ନେକ୍ସଟ ଯଦି ଚାଲି ଆସିବା ସେପ୍ଟେମ୍ବର ମାସକୁ, ସେପ୍ଟେମ୍ବରରେ ଗନ୍ଧମାର୍ଦ୍ଦନ ପାଠ ଅଛି। ଆଉ ପାହାଡ଼, ପର୍ବତ, ଝରଣା ଇତ୍ୟାଦି ସବୁ ଶ୍ରେଣୀ ଗୃହରେ ଝୁଲା ବୋଲି କୁହାଯାଇଛି। ଅକ୍ଟୋବରରେ ଯଦି ଚାଲି ଆସିବା, ଇସ୍ପାତ ନଗରୀ ଅଛି, ଯେଉଁଟାକି ତୁମେ ସେଇଟା ମଧ୍ୟ ପଢ଼ିଦେବ। ନେକ୍ସଟ ଅଛି ତୁମର ଡିସେମ୍ବର ମନ୍ଥରେ ଅକ୍ଟୋବରରେ ବ୍ୟାସକବି ଫକୀର ମୋହନ ମଧ୍ୟ ରହିଯାଇଛି। ନଭେମ୍ବରରେ ଅଛି ବିଚିତ୍ରା ସୃଷ୍ଟି ଆଉ ରାଷ୍ଟ୍ରବନ୍ଦନ। ଆଉ ଏଥିରେ FA3ଟି ପରୀକ୍ଷାଟି ହେବ। ଆଉ ଡିସେମ୍ବରରେ ଜୀବନସ୍ୟ ଆଉ ରାଷ୍ଟ୍ରବନ୍ଦନ ଅଛି। ଜାନୁଆରୀରେ ସେବା ହିଁ ପରମ ଧର୍ମ, ରାଷ୍ଟ୍ରବନ୍ଦନ ଅଛି। ଆଉ ଏଇଟା FA4 ଏଥିରେ ସରିଯିବ। ନେକ୍ସଟ ଫେବୃଆରୀରେ ଅଛି ତୁମର ଲକ୍ଷ୍ୟ ପ୍ରାପ୍ତି ଆଉ ମାତୃଭକ୍ତ ଚାଣକ୍ୟ। ଆଉ ମାର୍ଚ୍ଚରେ ତୁମର ସେକେଣ୍ଡଟି ହେବ। ତ ପ୍ରଥମଟି ମୁଁ କେଉଁ ମନ୍ଥରେ କହିପାରିଲିନି, କେଉଁ ମନ୍ଥରେ ଅଛି ଆମେ ଟିକେ ଦେଖିଦେବା। ପ୍ରଥମଟି ଆଦି ଏବେ ସେପ୍ଟେମ୍ବରରେ ଅଛି ହେଲା। ସେପ୍ଟେମ୍ବରରେ SC1 ଅଛି। ଏଇଟା ତୁମେ ଦେଖିକରି ରିଏଲରେ କେଉଁ ମନ୍ଥରେ କ'ଣ ଅଛି ତୁମେ ଡିଟେଲ୍ ରଖିନେବ। ଦେଖୁଛି।